तो पिलामाने प्रथम प्रश्न को ଯିବା भारत संविधान केबे लागू होइतिला भारत संविधान केबे लागू होइतिला ना उत्तर ହେଉଛି 26 ଜାନୁଆରୀ 1950 ଭାରତର ଆମ ସମ୍ବିଧାନ ଲାଗୁ ହୋଇଥିଲା 26 ଜାନୁଆରୀ 1950। ତାପରେ ଦ୍ୱିତୀୟ ପ୍ରଶ୍ନ ହେଉଛି ଭାରତ ସମ୍ବିଧାନ ମୂଳ ଲେଖକ କିଏ ଭାରତ ସମ୍ବିଧାନର ମୂଳ ଲେଖକ କିଏ ଆମେ ସମସ୍ତେ ଜାଣିଛନ୍ତି ଉତ୍ତର ହେଉଛି ଡକ୍ଟର ବି ଆର୍ ଆମ୍ବେଦକର ସିଏ ହେଉଛନ୍ତି ସମ୍ବିଧାନର ମୂଳ ଲେଖକ। ତାପରେ ତୃତୀୟ ପ୍ରଶ୍ନ ହେଉଛି ସଂଯୁକ୍ତ ରାଷ୍ଟ୍ର ସଂଘ ୟୁଏନ୍ଓ କେବେ ଗଠିତ ହୋଇଥିଲା ସଂଯୁକ୍ତ ରାଷ୍ଟ୍ର ସଂଘ ୟୁଏନ୍ଓ କେବେ ଗଠିତ ହୋଇଥିଲା ୟୁଏନ୍ଓର ଫୁଲ୍ ଫର୍ମ କ'ଣ ୟୁନାଇଟେଡ୍ ନେସନ୍ ଅର୍ଗାନାଇଜେସନ୍ ଉତ୍ତର ହେଉଛି 24 ଅକ୍ଟୋବର 1945। ସଂଯୁକ୍ତ ରାଷ୍ଟ୍ର ସଂଘ ୟୁଏନ୍ଓ କେବେ ଗଠିତ ହୋଇଥିଲା ନା 24 ଅକ୍ଟୋବର 1945। ତାପରେ ଚତୁର୍ଥ ପ୍ରଶ୍ନ ହେଉଛି ଭାରତ ରାଷ୍ଟ୍ରପତିଙ୍କ ମେୟାଦ କେତେ ବର୍ଷ ମାନେ ତାଙ୍କ କାର୍ଯ୍ୟକାଳ କେତେ ବର୍ଷ ଉତ୍ତର ହେଉଛି 5 ବର୍ଷ। ତାପରେ ପ୍ରଶ୍ନ ହେଉଛି ପ୍ରସିଦ୍ଧ ଚିପ୍କୋ ଆନ୍ଦୋଳନ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଚିପ୍କୋ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ଉତ୍ତରାଖଣ୍ଡ ପୂର୍ବତନ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିଲା ଉତ୍ତରାଖଣ୍ଡ ପୂର୍ବତନ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିଲା। ତାପରେ 6 ନମ୍ବର ପ୍ରଶ୍ନକୁ ଯିବା ମେଣ୍ଟେଗୁ ଚେମ୍ସଫୋର୍ଡ ସଂଶୋଧନ କେଉଁ ବର୍ଷରେ ହୋଇଥିଲା ମେଣ୍ଟେଗୁ ଚେମ୍ସଫୋର୍ଡ ସଂଶୋଧନ କେଉଁ ବର୍ଷରେ ହୋଇଥିଲା ଉତ୍ତର ହେଉଛି 1919 ମସିହାରେ ହୋଇଥିଲା। ତାପରେ 7 ନମ୍ବର ପ୍ରଶ୍ନକୁ ଯିବା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ପ୍ରତିଭା ପାଟିଲ। ତାପରେ ପ୍ରଶ୍ନ NITI ଆୟୋଗ କେବେ ଗଠିତ ହୋଇଥିଲା NITI ଆୟୋଗ କେବେ ଗଠିତ ହୋଇଥିଲା ଉତ୍ତର ହେଉଛି 1 ଜାନୁଆରୀ 2015 ମସିହାରେ ଗଠିତ ହୋଇଥିଲା। ତାପରେ 9 ନମ୍ବର ପ୍ରଶ୍ନକୁ ଯିବା ଗ୍ରୀନ୍ ରେଭଲ୍ୟୁସନ୍ ସହିତ କାହାର ନାମ ଜଡ଼ିତ ଗ୍ରୀନ୍ ରେଭଲ୍ୟୁସନ୍ ସହିତ କାହାର ନାମ ଜଡ଼ିତ ଡକ୍ଟର MS ସ୍ୱାମୀନାଥନ୍ ତାଙ୍କ ସହିତ ଜଡ଼ିତ। ତାପରେ 10 ନମ୍ବର ପ୍ରଶ୍ନ ହେଉଛି ଭାରତ ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅବସ୍ଥିତ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅବସ୍ଥିତ ଉତ୍ତର ହେଉଛି ନୂଆଦିଲ୍ଲୀ। ତାପରେ ପଲିଟି ଇକୋନୋମି ଜୋଗ୍ରାଫିକୁ ଯିବା ପ୍ରଶ୍ନ ହେଉଛି ଭାରତରେ GST କେବେ ଲାଗୁ ହୋଇଥିଲା ଭାରତରେ GST କେବେ ଲାଗୁ ହୋଇଥିଲା ଉତ୍ତର ହେଉଛି 1 ଜୁଲାଇ 2017 1 ଜୁଲାଇ 2017 ମସିହାରୁ ଆମ ଭାରତରେ GST ଲାଗୁ ହୋଇଥିଲା। ତାପରେ 12 ନମ୍ବର ପ୍ରଶ୍ନ ହେଉଛି ଭାରତର ସବୁଠାରୁ ବଡ଼ ନଦୀ କେଉଁଠି ଭାରତର ସବୁଠାରୁ ବଡ଼ ନଦୀ କେଉଁଠି ଉତ୍ତର ହେଉଛି ଗଙ୍ଗା ନଦୀ ଆମ ଭାରତର ସବୁଠାରୁ ବଡ଼ ନଦୀ। ତାପରେ 13 ନମ୍ବର ପ୍ରଶ୍ନକୁ ଯିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କେବେ ସ୍ଥାପିତ ହୋଇଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କେବେ ସ୍ଥାପିତ ହୋଇଥିଲା ଉତ୍ତର ହେଉଛି 1 ଏପ୍ରିଲ 1935 ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ଥାପିତ ହୋଇଥିଲା। ତାପରେ 14 ନମ୍ବର ପ୍ରଶ୍ନ ହେଉଛି ଭାରତର ଜାତୀୟ ଆୟ କେଉଁ ସଂସ୍ଥା ଗଣନା କରେ ଭାରତର ଜାତୀୟ ଆୟ କେଉଁ ସଂସ୍ଥା ଗଣନା କରେ ଉତ୍ତର ହେଉଛି NSO ଫୁଲ୍ ଫର୍ମ ହେଉଛି ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ ଅଫିସ୍।